କୃଷ୍ଣଙ୍କୁ ଡାକିନି, ଗଣେଶଙ୍କୁ ଡାକିନି, ଦୁର୍ଗାଙ୍କୁ ଡାକିନି, ସେ ଡାକିଲା କାହାକୁ? କହିଲା ପ୍ରଭୁ ମୁଁ ଜାଣିନି ତୁ କିଏ, ତତେ ମୁଁ ଚିହ୍ନିନି, ତତେ ମୁଁ ଦେଖିନି, ଏ ସଂସାରରେ ମୁଁ ଗୋଟେ ମୂର୍ଖ, କିନ୍ତୁ ମୁଁ ଏତିକି ଜାଣିଛି ଏ ସଂସାର ଅଛି, ଏ ସୃଷ୍ଟି ଅଛି, ଯଥା ସମୟରେ ସୂର୍ଯ୍ୟ ଉଦୟ ହଉଛି, ଯଥା ସମୟରେ ଚନ୍ଦ୍ରାତରାତ ହଉଛି, ପବନ ପ୍ରବାହିତ ହଉଛି, ଜଳ ବର୍ଷା ହଉଛି, ୟାକୁ କଲା ବାଲା କିଏ ଗୋଟେ ଅଛି? ଇଏ ଗୋଟେ କରୁଛି ନା ପ୍ରଭୁ ଜାଣିନି ତୁ କିଏ, ହେଲେ ବି ମୁଁ ଜାଣିନି ତୁ ଅଛୁ। ଆଜି ଜୀବନର ଏ ବିପଦ ସମୟରେ ପ୍ରଭୁ ମୁଁ ତତେ ଡାକୁଛି, ଗଜରାଜ ଡାକି ପ୍ରଭୁ କଣ କଲେ? ଗ୍ରାହ ଜୀବନ ଗ୍ରାହ କହିଲେ କୁମ୍ଭୀରକୁ ପ୍ରଭୁ ସୁଦର୍ଶନ ଚକ୍ର ବିନାଶ କରିଛନ୍ତି, ଗଜରାଜ ଉଦ୍ଧାର କଲେ। କାହିଁକି ଉଦ୍ଧାର କଲେ? କାରଣ ଅଛି ଆଜ୍ଞା, ଆପଣ ହେଲେ ନାରୀ ପ୍ରେମୀ, ଟିକେ ନାରୀ କି ଭଲ ପାଆନ୍ତି। ହାତୀର ଗଜରାଜର ଚାଲିଟା କାହା ଚାଲି? ନାରୀ ସାଙ୍ଗେ ସମାନ। ନାରୀର ଚାଲି କି ଗଜରାଜ ଚାଲି ସମାନ? ଆମେ କହନ୍ତି ଗଜ ଗମନି ଚାଲି। ଆଚ୍ଛା ପ୍ରଭୁ ତ କାହିଁକି ଉଦ୍ଧାର କଲେ? ଇଏ ଶ୍ଲୋକକର୍ତ୍ତା କହିଲେ କୁଆଡେ ଗଜରାଜ ଉପରେ ଭଗବାନଙ୍କର କୃପା ଏଇଥିପାଇଁ ହେଲା ଯେ ଗଜରାଜର ଚାଲିଟା ଦେଖିବାକୁ ସୁନ୍ଦର। ନାଗର ବର ନାରୀ, ନାଗର ବର ନାରୀ, ନାଗର ବର ନାରୀ, ନାଗର ବର ନାରୀ, ମୋତି ବିହାର ବାରୀ, ମୋତି ବିହାର ବାରୀ, ଜନ୍ମ ଗାଇବା ହୋଇଲେ, ଯଦୁମଣି ମହାପାତ୍ର, ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର। ଆଜ୍ଞା ବହିର ନାଁ ହଉଛି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର। ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଯଦୁମଣି କହିଲେ ନାଗର ବର ନାରୀ। ଜାଣିପାରୁନ ନାରୀ ମାନେ କଣ? ନାରୀ ମାନେ ଲେଡିଜ। ବର ନାରୀ, ବର ନାରୀ ମାନେ ଦୁଇଟି ଶ୍ରେଷ୍ଠ। ତା ଗତିଟା କାହାର ଗତି ସାଙ୍ଗେ ସମାନ? ନା ନାଗର, ନାଗ ଶବ୍ଦର ଅର୍ଥ ହଉଛି ହସ୍ତି, ବୁଝିପାରୁଛ? ନାରୀର ଗତି ହସ୍ତିର ଗତି ସହିତ ସମାନ। ତେଣୁ ଭଗବାନ କୃଷ୍ଣ ଯେତେବେଳେ ରସିକ ପୁରୁଷ ନା, ତେଣୁ କରି ନାରୀର ଗତି ଗଜର ଗତି ସହିତ ସମାନ ହେଇଥିବାରୁ ଗଜରାଜକୁ ପ୍ରଭୁ ଉଦ୍ଧାର କଲେ। ଆଜ୍ଞା ଏଇଟା କଣ ବାସ୍ତବ ସତ୍ୟ? ପ୍ରଭୁ କହିଲେ ନାହିଁ ତ କଣ ମୁଁ ଗୋଟେ ହାତୀକି ମାରିଛି, ଗୋଟେ ହାତୀ ଚାଲିଛି। ଯଦି ମତେ ଗଜ ଏତେ ଭଲ ପାଏ, ମୁଁ ଯଦି ଗଜ ଏତେ ପସନ୍ଦ କରେ, ଗୋଟାଏ ଗଜକୁ ମାରିଲି, ଆଉ ଗୋଟେ ଗଜକୁ ତ ତାରିଛି। ଆରେ ଗୋଟେ ଗଜକୁ ତାରିଲେ କାହାକୁ? ବନ୍ଧୁକି ହ୍ରଦରେ ବାଘ ଧରିଛି, ସାରେ ମାରିଲେ କାହାକୁ? କଂସର ଗୋଟିଏ ହସ୍ତ, ନା କାହୁଛି କୁବଳୟା। କୁବଳୟା ହାତୀକୁ ପ୍ରଭୁ ମାରେ। ରଦନ ଉପାରି ନ ଭାଲେ, ରଦନ କହିଲେ ଦାନ୍ତ ଉପାରି, ତାର ଦାନ୍ତରେ ତାକୁ ବାଡ଼େଇଲେ। ଗୋଟେ ହାତୀକୁ ବଞ୍ଚେଇଲେ, ଗୋଟେ ହାତୀକୁ ମାରିଲେ। ସୌନ୍ଦର୍ଯ୍ୟକୁ ପସନ୍ଦ କରେନି, ଅସୁନ୍ଦରକୁ ବାହାର କରିଛି। ଅସୁନ୍ଦର। ଆଚ୍ଛା କାହିଁକି ଉଦ୍ଧାର କରିଛନ୍ତି? କାରଣ ପୂଜା ଦେଲା। ତାହେଲେ ଯିଏ କଣ ଦିଏ ପ୍ରଭୁ ତାର, ଯିଏ ନ ଦିଏ କଣ ପ୍ରଭୁ ତାର? ଆଚ୍ଛା ଦେଇନଥିଲା କିଛି ସେ କଣ ଦେଇଛି? ଦି ମୁଠା ଖୁଦ ଭଜା। ସେ ଖୁଦ ଭଜା ବେଳେ ସଂସାର ସବୁ ସୁବିଧା ଦେଇଦେଲା। ତାହେଲେ ପୁଅ ଏ ସବୁ କଥାକୁ ଛାତ ପକେଇ ଦେଇ ଗୋଟିଏ ନିର୍ଯାସ
ଭକ୍ତି ପ୍ରିୟ ଭଗବାନ ନାରାୟଣ କେବଳ ଗୋଟିଏ ପାଖରେ ଜଣକ ପାଖରେ ବନ୍ଧା ପଡ଼ିଯାନ୍ତି ସେ ହଉଛି ଭକ୍ତି ସେ ତ ଭକ୍ତ ଭାବରେ ବନ୍ଧାରେ ସେ ତ ଭକ୍ତ ଜୀବନ ଧନ ସେ ତ ଭକ୍ତ ଭାବରେ ବନ୍ଧାରେ ଭକ୍ତ ଜୀବନ ଧନ ସେ ତ ଭକ୍ତ ଭାବରେ ବନ୍ଧାରେ ଭକ୍ତ ଜୀବନ ଧନ ତାକୁ ଖୋଜିଲେ ସେ ତୋତେ ଖୋଜଇ ତାକୁ ଖୋଜିଲେ ସେ ତୋତେ ଖୋଜଇ ତାକୁ ଖୋଜିଲେ ତାକୁ ଖୋଜିଲେ ସେ ତୋତେ ଖୋଜଇ ସେହି ବହୁତ ଚନ୍ଦନରେ ଆଉ ନାହିଁ ମନ ସେ ତ ଭକ୍ତ ଭାବରେ ଭକ୍ତି ପ୍ରିୟ ମାଧବ ସେ କେବଳ ଭକ୍ତର ଭାବରେ ହିଁ କେବଳ ଭକ୍ତି ରୂପ କ୍ଷୀର ଟିକେ ପାଇବା ପାଇଁ ପ୍ରଭୁ ତା ପଛରେ ଗୋଡ଼େଇଥାଏ ତା ପଛରେ ଭକ୍ତ ପଛରେ ସାନବେଳେ କହିଲେ ତାରା ଧେନୁ ପଛେ ପଛେ ବସା ତମେ କ୍ଷୀର ଲୋଭେ ଧେନୁ ପଛେ ପଛେ ବସା ତମେ କ୍ଷୀର ଲୋଭେ ଭକ୍ତ ପଛରେ ପୁରୀ ଥାଉ ସେହି ଭାବେ ଯଦି ଆମ ପାଖରେ ରହିବ ଭଗବାନ ଆମ ପାଖରେ ବନ୍ଧା ପଡ଼ିଯାନ୍ତି ସେ ଗୋଟିଏ ହେଉଛି ଭକ୍ତି ଭଗବାନ ସମସ୍ତଙ୍କୁ ସବୁ ଦିଅନ୍ତି କିନ୍ତୁ ପରେ କେବଳ ଭକ୍ତି ଦୀପକ ଦିଅନ୍ତି ଯାହା ପାଖରେ ଭକ୍ତି ରୂପକ ଧନ ଥାଏ ପ୍ରଭୁ ତାରି ବାପା ଏବଂ ଭୂତ ସେ ଭଗବାନ ନାରାୟଣ ଆଜି ଯଜମାନ ମହୋଦୟଙ୍କର ପବିତ୍ର ମଙ୍ଗଳିକ ପୂଜା ମହୋତ୍ସବ ଅବସରରେ ଉପସ୍ଥିତ ରହି ଯଜମାନଙ୍କର ମଙ୍ଗଳ କରିବା ସଙ୍ଗେ ସଙ୍ଗେ ଅଞ୍ଚଳର ଯେତେ ଉପସ୍ଥିତ ଜନତା ଜନାର୍ଦ୍ଦନ ସର୍ବୋପରି ଗ୍ରାମର ବିଶ୍ୱ ଦରବାରର ମଙ୍ଗଳ କରନ୍ତୁ ସର୍ବେ ହରି ବୋଲ ନେନା ନେନା ସଖୀ କଣ ଏ କୁସୁମ ହାର ତୁମ ନମୋହନାକୁ